ହିତୋପଦେଶ ଅଧ୍ୟାୟ 14। ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହ ଗୁନ୍ଥଇ ମାତ୍ର ଅଜ୍ଞାନ ସ୍ୱହସ୍ତରେ ତାହା ଭାଙ୍ଗି ପକାଏ। ଯେ ଆପଣା ସରଳତାରେ ଆଚରଇ ସେ ସଦାପ୍ରଭୁଙ୍କୁ ଭୟ କରଇ। ମାତ୍ର ବିପଦଗାମୀ ତାହାଙ୍କୁ ତୁଚ୍ଛ କରେ। ଅଜ୍ଞାନର ମୁଖରେ ଅହଙ୍କାରର ଠେଙ୍ଗା ଥାଏ, ମାତ୍ର ଜ୍ଞାନବାନ ଲୋକଙ୍କ ଓଷ୍ଠାଧର ସେମାନଙ୍କୁ ରକ୍ଷା କରେ। ଗୋରୁ ନଥିଲେ କୁଣ୍ଡ ନିର୍ମଳ ଥାଏ, ପୁଣି ଗୋରୁର ବଳରେ ବହୁ ସମ୍ପତ୍ତି ଉତ୍ପନ୍ନ ହୁଏ। ବିଶ୍ୱସ୍ତ ସାକ୍ଷୀ ମିଥ୍ୟା କହେ ନାହିଁ, କିନ୍ତୁ ଅସତ୍ୟ ସାକ୍ଷୀ ମିଥ୍ୟା ଉଚ୍ଚାରଣ କରେ। ନିନ୍ଦକ ଜ୍ଞାନ ଖୋଜିଲେ ପାଏ ନାହିଁ, ମାତ୍ର ବୁଦ୍ଧିମାନ ପାଇଁ ବିଦ୍ୟା ସହଜ। ମୂର୍ଖ ନିକଟକୁ ଗଲେ ତୁମ୍ଭେ ତାହାର ଜ୍ଞାନଯୁକ୍ତ ଓଷ୍ଠାଧର ଦେଖିବ ନାହିଁ। ଆପଣା ପଥ ବିବେଚନା କରିବା ଚତୁର ଲୋକର ଜ୍ଞାନ, ମାତ୍ର ପ୍ରବଞ୍ଚନା ମୂର୍ଖମାନଙ୍କର ଅଜ୍ଞାନତା ମାତ୍ର। ଅଜ୍ଞାନମାନେ ଦୋଷକୁ କୌତୁକ ମଣନ୍ତି, ମାତ୍ର ସରଳ ଲୋକମାନଙ୍କ ମଧ୍ୟରେ ଅନୁଗ୍ରହ ଥାଏ। ଅନ୍ତଃକରଣ ଆପଣାର ତିକ୍ତତା ଜାଣଇ, ପୁଣି ଅପରିଚିତ ଲୋକ ତାହାର ଆନନ୍ଦରେ ଭାଗି ହୁଏ ନାହିଁ। ଦୁଷ୍ଟମାନଙ୍କ ଗୃହ ନିପାତ ହେବ, ମାତ୍ର ସରଳ ଲୋକମାନଙ୍କ ତମ୍ବୁ ଉନ୍ନତ ହେବ। ମନୁଷ୍ୟର ଦୃଷ୍ଟିରେ କୌଣସି ପଥ ସରଳ ଦେଖାଯାଏ, ମାତ୍ର ତାହାର ଶେଷରେ ମୃତ୍ୟୁର ପଥ ଥାଏ। ହାସ୍ୟକାଳରେ ମଧ୍ୟ ମନ ଦୁଃଖ ହୁଏ, ପୁଣି ଆନନ୍ଦର ଶେଷ ଶୋକ। ଅନ୍ତଃକରଣରେ ବିପଥଗାମୀ ଆପଣା ଆଚରଣର ଫଳରେ ପରିପୂର୍ଣ୍ଣ ହେବ, ପୁଣି ଉତ୍ତମ ଲୋକ ଆପଣାରୁ ପରିତୃପ୍ତ ହେବ। ନିର୍ବୋଧ ଲୋକ ସବୁ କଥା ପ୍ରତ୍ୟୟ କରେ, ମାତ୍ର ଚତୁର ଲୋକ ଆପଣାର ସବୁ ଗତି ଭଲ କରି ବୁଝେ। ଜ୍ଞାନୀ ଲୋକ ଭୟ କରେ ଓ ମନ୍ଦକୁ ଛାଡ଼ିଦିଏ, ମାତ୍ର ମୂର୍ଖ ଲୋକ ଦାମ୍ଭିକ ଭାବ ବହି ଦୁଃସାହସୀ ହୁଏ। ଯେ ହଠାତ୍ କ୍ରୋଧୀ ସେ ଅଜ୍ଞାନର କର୍ମ କରେ, ପୁଣି କୁକଳ୍ପନାକାରୀ ନିର୍ବୋଧ ମନୁଷ୍ୟ ଘୃଣାର ପାତ୍ର। ଅସତର୍କ ଲୋକମାନେ ଅଜ୍ଞାନତା ରୂପ ଅଧିକାର ପାଆନ୍ତି, ମାତ୍ର ଚତୁର ଲୋକେ ଜ୍ଞାନରୂପ ମୁକୁଟରେ ବିଭୂଷିତ ହୁଅନ୍ତି। ମନ୍ଦ ଲୋକେ ଉତ୍ତମ ଲୋକମାନଙ୍କ ଛାମୁରେ ଓ ଦୁଷ୍ଟମାନେ ଧାର୍ମିକ ଗଣର ଦ୍ୱାରରେ ଦଣ୍ଡବତ କରନ୍ତି। ଦରିଦ୍ର ଆପଣା ପ୍ରତିବାସୀର ହିଁ ଘୃଣିତ ହୁଅଇ, ମାତ୍ର ଧନବାନର ଅନେକ ବନ୍ଧୁ ଥାଆନ୍ତି। ଯେଉଁ ଲୋକ ପ୍ରତିବାସୀକୁ ତୁଚ୍ଛ ବୋଧ କରେ ସେ ପାପ କରେ, ମାତ୍ର ଯେଉଁ ଜନ ଦରିଦ୍ରକୁ ଦୟା କରେ ସେ ଧନ୍ୟ। ଅନିଷ୍ଟ ଚିନ୍ତାକାରୀଗଣ କଣ ଭ୍ରାନ୍ତ ହୁଅନ୍ତି ନାହିଁ? ମାତ୍ର ମଙ୍ଗଳ ଚିନ୍ତାକାରୀଗଣ ପ୍ରତି ଦୟା ଓ ସତ୍ୟତା ବର୍ତ୍ତଇ। ସବୁ ପ୍ରକାର ପରିଶ୍ରମରେ ଫଳ ଅଛି, ପୁଣି ଓଷ୍ଠାଧରର କଥା ମାତ୍ର କେବଳ ଦରିଦ୍ରତାରେ ପ୍ରବର୍ତ୍ତାଏ। ଜ୍ଞାନୀମାନଙ୍କ ମୁକୁଟ ସେମାନଙ୍କର ଧନ, ପୁଣି ମୂର୍ଖମାନଙ୍କର ଅଜ୍ଞାନତା କେବଳ ଅଜ୍ଞାନତା। ସତ୍ୟ ସାକ୍ଷୀ ପର ପ୍ରାଣ ରକ୍ଷା କରେ, ମାତ୍ର ମିଥ୍ୟାବାଦୀ ପ୍ରବଞ୍ଚନାଜନକ। ସଦାପ୍ରଭୁ ବିଷୟକ ଭୟ ଦୃଢ଼ ବିଶ୍ୱାସ ଭୂମି, ଆଉ ତାହାଙ୍କ ସନ୍ତାନମାନେ ଆଶ୍ରୟ ସ୍ଥାନ ପାଇବେ। ମୃତ୍ୟୁର ଫାନ୍ଦରୁ ଫେରାଇବା ପାଇଁ ସଦାପ୍ରଭୁ ବିଷୟକ ଭୟ ଜୀବନର ଝର ସ୍ୱରୂପ। ପ୍ରଜା ବାହୁଲ୍ୟରେ ରାଜାର ସମ୍ଭ୍ରମ, ପୁଣି ପ୍ରଜା ଅଭାବରେ ଭୂପତିର ବିନାଶ। ଯେ କ୍ରୋଧ କରିବାରେ ଧୀର ସେ ବଡ଼ ବୁଦ୍ଧିମାନ, ପୁଣି ହଠାତ୍ କ୍ରୋଧୀ ଅଜ୍ଞାନତା ରୂପ ଧ୍ୱଜା ଟେକେ। ଶାନ୍ତ ଅନ୍ତଃକରଣ ଦେହର ଜୀବନ ସ୍ୱରୂପ, ପୁଣି ଈର୍ଷା ହାଡ଼ର କ୍ଷୟ ସ୍ୱରୂପ। ଯେଉଁ ଲୋକ ଦିନହୀନ ପ୍ରତି ଉପଦ୍ରବ କରେ ସେ ତାହାର ସୃଷ୍ଟିକର୍ତ୍ତାଙ୍କୁ ନିନ୍ଦା କରେ, ପୁଣି ଯେ ଦରିଦ୍ରକୁ ଦୟା କରେ ସେ ତାହାକୁ ଆଦର କରେ। ଦୁଷ୍ଟ ଲୋକ ଆପଣା ମନ୍ଦ କର୍ମରେ ତଡ଼ି ଦିଆଯାଏ, ମାତ୍ର ମରଣ କାଳରେ ଧାର୍ମିକର ଆଶ୍ରୟ ଥାଏ।
ଜ୍ଞାନ ବୁଦ୍ଧିମାନର ହୃଦୟରେ ଥାଏ, ପୁଣି ମୂର୍ଖର ଆନ୍ତରିକ ଭାବ ଜଣାଯିବ। ଧାର୍ମିକତା ରାଜ୍ୟର ଉନ୍ନତି ଜନ୍ମାଏ, ମାତ୍ର ପାପ ନରଗଣର ଅପମାନ। ବୁଦ୍ଧିମାନ ଦାସ ରାଜାଙ୍କର ଅନୁଗ୍ରହ ପାତ୍ର, ପୁଣି ଯେ ଲଜ୍ଜା ଜନ୍ମାଏ ତାହା ପ୍ରତି ସେ କ୍ରୋଧ କରନ୍ତି।